ସତୀଶ 1970। ଧ୍ୟାନ ମଧ୍ୟରେ ଲବ୍ଧ ସଂଳାପ ଆକାରରେ ବାଣୀ। ଏଇ ତ ତୁ ଦେଖୁଛୁ ଗୋଟିଏ ଜୀବନ୍ତ ରୂପ ଏବଂ 3ଟି ନିଷ୍ପ୍ରାଣ ପ୍ରତିରୂପ। ଜୀବନ୍ତଟି ବାଇଗଣୀ ରଙ୍ଗରେ ଆବୃତ, ଅନ୍ୟ 3ଟି ଧୂଳିକଣାରେ ଗଠିତ। କିନ୍ତୁ ସେ ଧୂଳିକଣା ଶୁଭ୍ର ବିଶୁଦ୍ଧ। ଏକ ନୀରବ ଶାନ୍ତି ମଧ୍ୟରେ ଜୀବନ୍ତ ରୂପଟି ଅପର 3ଟିଙ୍କ ଅନ୍ତର ମଧ୍ୟରେ ପ୍ରବେଶ କରେ, ସେମାନଙ୍କୁ ସମ୍ମିଳିତ କରେ, ସେମାନଙ୍କୁ ପ୍ରାଣବନ୍ତ ଓ କର୍ମବନ୍ତ ଆଶ୍ରୟ ରୂପେ ପୁନର୍ଗଠିତ କରେ। ହେ ଭଗବାନ, ତୁ ତ ଜାଣୁ ମୁଁ ତୋର ଅନୁଗତ। ମୋ ସତ୍ତାକୁ ତୁ ଯାହା କିଛି ଦାନ କରୁ ସେଥିରେ ସେ ପ୍ରଶାନ୍ତ ଓ ଗଭୀର ଆନନ୍ଦରେ ଅନୁରକ୍ତ। ତୋ ଅନୁରକ୍ତି ମୁଁ ଜାଣେ, କିନ୍ତୁ ମୁଁ ଚାହେଁ ତୋ ଚେତନାକୁ ବର୍ଦ୍ଧିତ କରିବା ପାଇଁ। ସେଥିପାଇଁ ତୋ ମଧ୍ୟରେ ଯାହା ସୁପ୍ତ ତାକୁ ଜାଗ୍ରତ କରିବା ପାଇଁ। ଆଲୋକ ପ୍ରତି ଉନ୍ମୁଖ ହୁଅ, ତାହେଲେ ତୋର ଯେଉଁ ଜ୍ଞାନ ଦରକାର ମନର ସ୍ୱଚ୍ଛ ମୁକୁରରେ ତାହା ପ୍ରତିଫଳିତ ହେବ। ହେ ଭଗବାନ, ମୋ ସତ୍ତା ମଧ୍ୟରେ ସବୁ ନୀରବ ଅପେକ୍ଷାମାଣ। ଚେତନାର ଦ୍ୱାରରେ ଆଘାତ କର, ଦ୍ୱାର ଖୋଲିଯିବ। ନଦୀ ବହି ଚାଲିଛି ସ୍ୱଚ୍ଛ ଶୁଭ୍ର, ତାର ନିରବଚ୍ଛିନ୍ନ ପ୍ରବାହ ଅନ୍ତରୀକ୍ଷରୁ ପୃଥିବୀ ଉପରକୁ ବହି ଚାଲିଛି। କିନ୍ତୁ ତୁ ମୋତେ କ'ଣ ବୁଝାଇବାକୁ ଚାହୁଁ? ବର୍ତ୍ତମାନ ସୁଦ୍ଧା ତୋର ନୀରବତା ଯଥେଷ୍ଟ ଗଭୀର ନୁହେଁ। ତୋ ମନରେ ବର୍ତ୍ତମାନ ସୁଦ୍ଧା କିଛି ରହିଛି ଯାହା ଚଞ୍ଚଳ। ଅନ୍ତରାତ୍ମାର ଅଗ୍ନି ବାହ୍ୟ ପ୍ରକାଶର ଆବରଣ ଭେଦ କରି ଦେଖାଦେବ, କିନ୍ତୁ ସେସବୁ ଆବରଣ ଆଲୋକିତ ପର୍ଦ୍ଦା ଉପରେ ଲିଖିତ ବାକ୍ୟ ପରି ସୁସ୍ପଷ୍ଟ ଓ ସୁନିର୍ଦ୍ଦିଷ୍ଟ ହେବା ଦରକାର। ହିମ ଅନ୍ତରାଳରେ ନିହିତ ଓ ସୁରକ୍ଷିତ ତୃଣାଚ୍ଛାଦିତ ଭୂଭାଗ ପରି ଏସବୁ ତ ହୃଦୟର ନିର୍ମଳତା ମଧ୍ୟରେ ସୁରକ୍ଷିତ ହୋଇ ରହିବ। ବର୍ତ୍ତମାନ ତୁ କ୍ଷେତରେ ବୀଜ ବପନ କରିଛୁ, ପର୍ଦ୍ଦା ଉପରେ ରେଖାଙ୍କନ କରିଛୁ। ଏବେ ତୁ ତୋର ପ୍ରଶାନ୍ତ ନୀରବତା ମଧ୍ୟକୁ ଫେରି ଯାଇପାରିବୁ, ନିଜକୁ ଗଭୀରତର ଓ ସତ୍ୟତର ଚେତନାରେ ଅଭିଷିକ୍ତ କରିବା ନିମନ୍ତେ ବିଶୁଦ୍ଧ ନିର୍ଜନ ବାସ ମଧ୍ୟକୁ ଉଠି ଯାଇପାରୁ। ବର୍ତ୍ତମାନ ତୁ ନିଜର ବ୍ୟକ୍ତିତ୍ୱକୁ ଭୁଲି ଯାଇପାରୁ, ସାର୍ବଭୌମର ମାଧୁର୍ଯ୍ୟକୁ ପୁଣି ସାକ୍ଷାତ କରିପାରୁ। ଏହି ବିରାମ ସମୟରେ ତୋ ଉପରକୁ ଶାନ୍ତି ଉତାରି ଆସୁ, କିନ୍ତୁ ଭୁଲି ଯାଅନା ଯେ ପୁନର୍ଜାଗରଣର ଘଣ୍ଟା ଶୀଘ୍ର ବାଜି ଉଠିବ। ତୋ ନିୟତି ମୁହଁ ଖୋଲି କଥା କହୁଛି ଦେଖି ପ୍ରଫୁଲ୍ଲ ଚିତ୍ତରେ ତୁ ହସିବୁ। ଯେଉଁ ଶକ୍ତି ଆସୁଛି ତୋ ହୃଦୟ ତାକୁ କାର୍ଯ୍ୟରେ ବ୍ୟବହାର କରିବ। ଇନ୍ଧନ ପାଇଁ କାଠର ବିଡ଼ା ବାନ୍ଧୁଥିବା କାଠୁରିଆ ତୁ ହେବୁ। ତୁ ହେବୁ ହଂସରାଜ, ପକ୍ଷ ମେଲି ଉଡ଼ିଯିବୁ। ତାର ମୁକ୍ତା ଶୁଭ୍ର ଛଟାରେ ଦୃଷ୍ଟି ବିଶୁଦ୍ଧ ହେବ, ତାର ପକ୍ଷ୍ମର ଶ୍ଵେତ ଆଭାରେ ହୃଦୟ ତପ୍ତ ହେବ। ତୁ ସମସ୍ତଙ୍କୁ ପଥ ଦେଖାଇ ସେମାନଙ୍କ ପରମ ସାର୍ଥକତା ଅଭିମୁଖେ ନେଇଯିବୁ। ଅଗ୍ନିକୁଣ୍ଡ ଦେଖିଛୁ ଶିଶୁଟିକୁ। ଉଭୟ ପରସ୍ପର ପ୍ରତି ଆକୃଷ୍ଟ, 2 ଜଣ ହିଁ ପରିତୃପ୍ତ, ଜଣେ ଜଳୁଛି ବୋଲି ଏବଂ ଅନ୍ୟ ଜଣକ ତପ୍ତ ବୋଲି। ତୋ ହୃଦୟ ମଧ୍ୟରେ ତୁ ହିଁ ସର୍ବଜୟୀ ଅଗ୍ନିକୁଣ୍ଡକୁ ଦେଖିଛୁ। କୌଣସି କିଛିକୁ ଧ୍ୱଂସ କରିବାକୁ ନ ଦେଇ କେବଳ ତୁ ହିଁ ତାକୁ ଧାରଣ କରିପାରୁ। ଅନ୍ୟ କେହି ତାକୁ ସ୍ପର୍ଶ କଲେ ଦଗ୍ଧ ହୋଇଯିବ। ତାହାର ଖୁବ୍ ନିକଟକୁ କାହାକୁ ଆସିବାକୁ ଦେନା। ଶିଶୁଟିର ଜାଣିବା ଦରକାର, ଯେଉଁ ଉଜ୍ଜ୍ୱଳ ଶିକ୍ଷା ପ୍ରତି ସେ ଆକୃଷ୍ଟ ତାକୁ ସ୍ପର୍ଶ କରିବା ଉଚିତ ନୁହେଁ। ସେ ଦୂରରୁ ଉତ୍ତାପ ଦିଏ, ହୃଦୟକୁ ଆଲୋକିତ କରେ, ଆଉ ଅତି ନିକଟକୁ ଗଲେ ହୃଦୟ ଭସ୍ମୀଭୂତ ହୋଇଯିବ। କେବଳ ଜଣେ ଏହି ହୃଦୟ ମଧ୍ୟରେ ନିର୍ଭୟରେ ବାସ କରିପାରେ, କାରଣ ସେ ସ୍ୱୟଂ ସେହି ରଶ୍ମି ଯେ ତାକୁ ପ୍ରଜ୍ୱଳିତ କରିଛି। ସେ ହେଲା ଅଗ୍ନି ମଧ୍ୟରେ ପୁନର୍ଜନ୍ମ ଗ୍ରହଣକାରୀ ଅଗ୍ନିଜୀବୀ ପ୍ରାଣୀ। ସର୍ବୋପରି ଆଉ ଜଣେ ରହିଛି, ଦାହନର କୌଣସି ଆଶଙ୍କା ତାର ନାହିଁ।
ସେ ସେହି ନିଷ୍କଳଙ୍କ ଫିନିକ୍ସ ପକ୍ଷୀ ଯେ ସ୍ୱର୍ଗରୁ ଆସିଛି ଏବଂ ସେଠାରୁ ଫେରିଯିବାକୁ ମଧ୍ୟ ସେ ସକ୍ଷମ। ଜଣେ ସିଦ୍ଧିର ଶକ୍ତି ଆଉ ଜଣେ ଦିବ୍ୟ ଜ୍ୟୋତି, ତୃତୀୟଟି ପରାଚେତନା। ହେ ଭଗବାନ, ତୋ କଥା ମୁଁ ଶୁଣିଛି, ମାନିଛି, ଆଉ ଥରେ ତୋତେ ପ୍ରଣତି ଜଣାଉଛି। ତୁ ମୋ ପାଇଁ ଦ୍ୱାର ଖୋଲି ଦେଇଛୁ, ତୁ ମୋ ଆଖି ଖୋଲି ଦେଇଛୁ। ରାତ୍ରିର କିୟଦଂଶ ଆଲୋକିତ ହୋଇଛି।